ହଉ ଦେଖ ନନା ଆମର ବନିଶ ଟିକେ ଲଗାଉନ୍ତି। ଏଇଟା ଲାଗିଗଲା ଆଉ ଗୋଟିଏ ଏଇନ ଅଛି। ଏଇଟା ଲଗାଉନ୍ତି ଆଉ ଦେଖନ୍ତୁ ଭାଇ ମାନେ ବଂଶୀ ଆମର ଫିଟିଂ ଚାଲିଛି। ଆମେ ଏବେ ଆସିଲୁ ଦୟା ନଦୀକୁ ଫିସିଂ କରିବାକୁ ଆଉ ଟିକେ ଲେଟ୍ ହେଇଯାଉଛି ଆଇଲା ବେଳକୁ। ଯେ ଟିକେ ଆଜି ଲେଟ୍ ହେଇଗଲା ନା। ଆଜି ଟିକେ ଲେଟ୍ ହେଇଗଲା ଆଉ ଆଜି ମୋ ମାଛ କଣ ପଡ଼ିବ କି ନା। ଆଉ ଏ ଦିଟା ଏଥର ହେଇଗଲା, ଏଥର ଆଉ ଆମର ଗୋଟେ ହେଲା। ଦେଖନ୍ତୁ ଆମେ ବନିଶ ସବୁ ଫିଟିଂ କରୁଛୁ। ଫିଟିଂଟା ସରିଲା ପରେ ପୁଣି ମିସିଂ ଫିଟିଂ ହେବ, କଣ୍ଟା ଫିଟିଂ ହେବ। ମିସିଂ ଫିଟିଂ ହେଇନି, ଏଗୁରା ହେଇଗଲା ପରେ ହବ ସବୁ। ତୁ କ'ଣ କଲୁ ଆଜି ଖାଇକି ଆଇଥିଲୁ ଟି? ମୁଁ ଖାଇନି ଆଜି। ଆଉ ଆଜି କ'ଣ ଖାଇଥିଲୁ ବା? ଖାଇଥିଲି ଟିକେ ବରା ତରକାରୀ ସକାଳେ, ଏଇନେ କିଛି ଖାଇନି। ଆଉ କେତେବେଳେ ପଳେଇ ଆସିଲୁ ମୁଁ ତତେ ତ ଖୋଜୁଛି। ମୁଁ ବା ଆଇଥିଲି ଆଙ୍କ ସହିତ। ଦେଖନ୍ତୁ ଭାଇ ଏଇଟା ବଡ଼ ମେସିନ୍ ନୁହଁ, 4000 ମେସିନ୍ ଲାଗିଛି, ସେଇଥିରେ ଖେଳୁଛି। ଆଉ ଏଥିରେ ମେସିନ୍ ଭାଇ ଫେସିନ୍ ଗୋଟେ ଦେଖ ଏଇନେ ଗୋଟେ ଲାଗିବ ମେସିନ୍। ହଁ ଆମର ଆଜି ଅଙ୍ଗୁର ଖେଳ ହବ, ମୁହଁକୁ ଦେଖୁନୁ। ତୁ ସାଡ଼ ନେଉନା କ୍ୟାମେରା, ଆଉ ଟିକେ ଚାରିଆଡ଼େ ବୁଲେଇ ଦେ। ଦେଖନ୍ତୁ ଅମକ ସମକ ଦୁଃଖୀ ହବ। ହଉ ଦେଖନ୍ତୁ ସବୁଆଡ଼େ ତ ଜାଲ ମରା ହେଇଛି ଆଉ। ଆମ ଜାଲ ଫିସିଂ ଏପଟେ ଟିକେ ଅଧିକା ଚାଲିଛି। ଜାଲ ତ ଏବେ ମାରିଦଉନ୍ତି, ମାଛ ଟିକେ କମ୍ ଅଛନ୍ତି ତଳେ ତଳେ ଆଉ। ଦେଖନ୍ତୁ ଆମର ବନିଶ ଫିସିଂ ଚାଲିଛି। ଦେଖ ଆଜି ଆମର ଟିକେ ବଡ଼ ସାଇଜ୍ କଣ୍ଟା ଲାଗିବ, କାହିଁକିନା ବଡ଼ ବଡ଼ ମାଛ ଟିକେ ବାହାରୁଛନ୍ତି। ଛୋଟ କଣ୍ଟା ଖେଳିଲା ବେଳକୁ ଭୟ ଟିକେ ଲାଗୁଛି, କାହିଁକିନା ବଡ଼ ମାଛ ଛୋଟ ଲାଗିବ। ମାଛ କ'ଣ ବଡ଼ ଲାଗିଲା ବେଳକୁ ଛୋଟ କଣ୍ଟାରେ ଖସି ଯାଉଛି ନା। ଆଜି ଟିକେ ବଡ଼ କଣ୍ଟା ଲାଗିଛି। ଆଜି ବି କଣ୍ଟା ଫଣ୍ଟା ଟିକେ କିଣା ହେଇକି ଆସିଲା, ଟିକେ ସବୁ ସାମାନ ଆଉ ସରିଯାଇଥିଲା। ମୋତେ ଯେଉଁ କଣ୍ଟାଟା ଟିକେ ଭଲ ଲାଗେ ମୁଁ ସେଇଟାରେ ପକାଏ। ଆଉ ନହେଲେ ଟିକେ ମୁଣ୍ଡା ଫୁଣ୍ଡା ହେଇଗଲେ 2 ଦିନ 3 ଦିନ ମୋତେ ଭଲ ଲାଗେନି ସେଇଟା। ଆଉ ଡେରି ହେଇଗଲା, ଆଜି ଦେଖିବା ଆଜି କ'ଣ ଫିସିଂଟା କେମିତି କ'ଣ ହେଉଛି। ସୁଅ ତ ଏଡେ ଜୋର ହଉଛି। ଆଜି କଲୁ ରୋହି ପଡ଼ିବ ଟି? ପଡ଼ିବ ରୋହି ଆଉ। ରୋହି ପଡ଼ିବ ତ? ଆଉ ସେଦିନ ଭଳିଆ ବନିଶଟାକୁ ପାଣିରେ ପକେଇଦବନି ଭିଡ଼ିକି ନେଇକି। ଡୁଡୁନା ପ୍ରକୃତରେ ନୁହଁ ଜାଣିଲୁ ପୁଅ କ'ଣ କରୁଛି ଜାଣିଛୁ? ମେସିନ୍ ଖୋଲି ନଥିଲା, ସେଇଥିପାଇଁ ଅବାଗିଆ ଜାଗାଟା ହଉ ବନିଶଟା ଶୁଖିଲା ଗୋଡ଼ ଖସୁଛି ଆଉ। ଯେତେବେଳେ ବନିଶଟା ନୁହଁ ଭିଡ଼ିକି ନେଲାଠୁ ମେସିନ୍ ବୁଲିଥାନ୍ତା କଡ଼ କଡ଼ ହେଇକି, ଖୋଲିନି ସେଇ ପକେଇକି ଯାଇଥିଲା ସିଆଡ଼େ। ସେଦିନ ଖସିଗଲା ବଡ଼ ରୋହିଟା। ଦେଖନ୍ତୁ ଆଜି ବି ନୂଆ ନୂଆ କଣ୍ଟା ଆଣିଛି, ସବୁ ଦେଖେଇବି। କାଢୁଛି। ଆଉ ଏଥର କଣ୍ଟା ଲାଗିବ ଏଥର। ଆଜି କ'ଣ ଏତେ ବଡ଼ ବଡ଼ କଣ୍ଟା ହେଇଛି। ଆଜି ବଡ଼ ସାଇଜ୍ ନୂଆ କଣ୍ଟା ଆସିଲା। ଦେଖନ୍ତୁ ଭାଇ ମାନେ ଆଜି ଟିକେ ବଡ଼ କଣ୍ଟା ନୂଆ କିଣା ହେଇଛି। ଦେଖନ୍ତୁ ଏଇ ହୁକ ଆସିବ, ଏଇ କଣ୍ଟା ଲାଗିବ। ଦେଖ ବଡ଼ ଏଇଟା ବଡ଼ ଝୁମ୍ପି, କଣ୍ଟା। ଏଇଟା କୁହନ୍ତି ଝୁମ୍ପି। ଏଥିରେ ଅଙ୍ଗୁର ଏମିତି ପୁରା ଓହଳିକି ରହିବ ଏମିତି। ବଢ଼ିଆ ବଢ଼ିଆ ରୋହି କଣ୍ଟା ବଡ଼ ବଡ଼ ଆଉ। ବହୁତ ଭଲ କଣ୍ଟା ଆସିଛି। ଦେଖନ୍ତୁ ଆଜିର ଫିସିଂ କେମିତି କ'ଣ ହେଉଛି ଭାଇମାନେ ଦେଖନ୍ତୁ। ଦେଖନ୍ତୁ ଡାକୁଛି ମୁଁ ଡାକୁଛି ମୋତେ ଯିବାକୁ। ଟିକେ ରହିଥାଅ, ମୁଁ ଯାଉଛି ଫିଟିଂଟା କରିଦେ। ଗୋଟେ ଫିଟିଂ ହେଇଯାଉ ଦେଖେଇଦେବି। ଏ ଟିକେ ରହିଥାରେ। ହଉ ଏଥର କଣ୍ଟା ତୁ ଆଉ ଲାଗିବ। ଆସିବୁ ନା କ'ଣ? ଆସିବୁ ନା ରହିବୁ ଘରେ? ଆସିବୁ ନା ଆଜି? ଆଉ କାହା ସହିତ ଆସିବି? ତୁ କ'ଣ ଆସିପାରିବୁନୁ ଚାଲି ଚାଲି? ଯାଉଛି ଟିକେ ରହ। ଯାଉଛି ପୁଅ ରହ। ଆଉ ଏଥର କଣ୍ଟା ଲାଗିବ। ଦେଖନ୍ତୁ ଏଇଟା ଗୋଡ଼ି ଦୁଇଟା ଦିଆହେଲା। ଚରେଇରେ ଯେମିତି ମୁଁ ତିଆରି କରୁଛି ମୁଁ କହିବି, ଏବେ ଆଉ କହିବାର ନାହିଁ। କମେଣ୍ଟରେ ଲେଖିକି କହିଲେ ଚରେଇଟା କେମିତି କ'ଣ କଣ୍ଟା ହେଉଛି। ବନ୍ଧା ହେଉଛି। ଦେଖନ୍ତୁ କଣ୍ଟା ବନ୍ଧା ହେଲା। ଆଜି ବହୁତ ଲେଟ୍ ହେଇଗଲା ଟିକେ, ଆଉ
ଭାଇମାନେ ଦେଖ ଗୋଟେ ବଡ଼ ମାଛଟା ଏଇଠି ଖାଲି ବାଡ଼େଇ ହେଉଛି। ଏଇ ଭିତରେ ଖାଲି ବାଡ଼େଇ ହେଉଛି ଗୋଟେ ରୋହି ମାଛଟା। ପୁଣି ବାଡ଼େଇ ହେଉଛି ଆଉ ଏଥିରେ କଣ୍ଟା ବନ୍ଧା ହେଉଛି। ଏଥିରେ କଣ୍ଟା ବନ୍ଧା ହେଲା। ହଉ ଭାଇମାନେ ଶୁଣନ୍ତୁ, ମୋ ନାତିଟା ଟିକେ ଯିବ ଖାଇବା ପାଇଁ, ଖାଇକି ଆସିଲେ ଆହୁରି ଭିଡ଼ିଓ କରାହବ। ରଖ। ଆଉ ଏତିକିରେ ସଇଲା ଆଉ।